ମୁଁ ଆଜକୁ 2006 କାମ କରି ଆସୁଥିଲି। ପ୍ରଥମ କି କାମ କଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତିରୁ, ତାପରେ ଗଲି ସୁରଭି ଏଜେନ୍ସିକୁ, ତାପରେ ଗଲି କେୟାର ସିକ୍ୟୁରିଟି, ତାପରେ ଆସିଲି ରୋଗୀ କଲ୍ୟାଣ ସମିତି ଆର୍କେଏସ୍ରୁ ମୁଇଁ ପୋଷ୍ଟିଂ ପାଇଥିଲି। ତାପରେ ସୁରେନ୍ଦ୍ର ବାରିକକୁ ଆସିଲି ଏଜେନ୍ସିକୁ, ତାପରେ ଅଭିରାମ ଏଜେନ୍ସିକୁ ଆସିଲି। ତାପରେ ମୁଇଁ ଯେତେବେଳେ 3 ମାସ ହେଲା ସାଲେରୀ ପାଇଲି ନାହିଁ, ମୁଁ ଯେତେବେଳେ କହିଲି ସାଲେରୀ ଲାଗି ଦରମା ଲାଗି ଯେତେବେଳେ କହିଲି, ସେ ଯଦି ଦରମା ଯଦି ଅଧିକ କଥା କହୁଛୁ ବୋଇଲେ ତ ତମେ ଟ୍ରାନ୍ସଫର କରିବି କହିଲା ଏଜେନ୍ସିରେ। ତାପରେ ମୁଇଁ ଆର୍ଡିନି ଗାର୍ଡ ଗଲି, ମୋତେ ଟ୍ରାନ୍ସଫର କରାଗଲା ଆର୍ଡିନି ଗାର୍ଡ। ମୁଁ ଯେତେବେଳେ ଆର୍ମି ଗାର୍ଡ ଗଲି ସେଠି ବି 3 ମାସ ହେଲା ସାଲେରୀ ପାଇଲି ନାହିଁ। ମୋତେ ଏଇ ପ୍ରକାର ହଇରାଣ କଲେ, ମୋତେ ବନ୍ଦ କରିଦେଲେ। ମୁଁ ତାପରେ ମୋ ଛୁଆ ପିଲା ଧରିକି ମୁଁ ଲେବର କାମ କଲି, ଇଟା ବୋହି ଗଲି, କାମ କରିକି ମୋ ପିଲା ଛୁଆକୁ ମୁଁ ପୋଷିଲି। ୟା ମୋତେ ଯଦି ଚାକିରି ଦେଲେ ମୋତେ ଟିକେ ଭଲ ହୁଅନ୍ତା, ମୋ ପିଲା ଛୁଆକୁ ଟିକେ ପୋଷନ୍ତି। କର୍ମଚାରୀ ମହାସଂଘର ସଭାପତି। ଆଜ୍ଞା, ମୁଁ ଆପଣମାନଙ୍କୁ ମୁଁ କହି ରଖିବି, ବୌଦ୍ଧ ଜିଲ୍ଲାରେ ବହୁତ ନିରୀହ ଏବଂ ସ୍ୱଳ୍ପ ଦରମାଧାରୀ ପିଲାମାନେ 500-600 ପିଲା ଅଛନ୍ତି। ବେସିକାଲି ବୌଦ୍ଧ ହସ୍ପିଟାଲରେ କାମ କରୁଥିବା ନିରୀହ ପିଲାମାନଙ୍କୁ ଅମାନସିକ ଭାବେ ତାଙ୍କୁ ଛଟେଇ କରାହେଉଛି। ଭଳିମାନଙ୍କୁ ବୌଦ୍ଧ ଭଳିଆ ଜାଗାରୁ ପଣ୍ଡାମାନଙ୍କୁ ସ୍ଥାନାନ୍ତରିତ କରାହେଉଛି, ବଦଳି କରାଯାଉଛି। ପ୍ରତିବାଦ କଲେ ତାଙ୍କୁ ଚାକିରିରୁ ଛଟେଇ କରି ଦିଆହେଉଛି। ତାର ଦୃଢ଼ ପ୍ରତିବାଦରେ ସେଇ ଭାଇମାନଙ୍କୁ ପୁନଃ ନିଯୁକ୍ତି ଗିରୀଶ କୁମାର ବଘାର, ମିଲନ ବେହେରା, ମଞ୍ଜୁ ବେହେରାକୁ ଯେଉଁ ପାଖଗାଣ୍ଡ ଜିତେନ୍ଦ୍ର ମୁଖୀ, এই 4 ଜଣଙ୍କ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଏବଂ ଜଣେ ଭଉଣୀକୁ ଆମ ହେଡ଼କ୍ୱାର୍ଟର ଆଣିବୁ, ତାର ଦୃଢ଼ ପ୍ରତିବାଦରେ ଆଜିକାର ଏହି ସାମ୍ବାଦିକ ସମ୍ମିଳନୀ। ଆଉ ଆପଣ କହି ରଖିବି, ଯେଉଁ ଏଜେନ୍ସି ଅଭିରାମ ସିକ୍ୟୁରିଟି ସଂସ୍ଥା ଏବଂ ସୁରେନ୍ଦ୍ର ବାରିକ ଆଉ ଆମର ହେଲା ଫେମସ୍ ସିକ୍ୟୁରିଟି ସଂସ୍ଥା, ବାରମ୍ବାର ଆମେ ଜିଲ୍ଲା ପ୍ରଶାସନକୁ ତାଙ୍କର କମ୍ପ୍ଲେନ୍ କରିବା ସତ୍ତ୍ୱେ, ଜଣାଇବା ସତ୍ତ୍ୱେ, ଦୁଃଖ ଜଣାଇବା ସତ୍ତ୍ୱେ ମଧ୍ୟ ତାଙ୍କୁ ସେହି ହସ୍ପିଟାଲ ପ୍ରଶାସନ ଏବଂ ସେହି ଏଜେନ୍ସିର ମଧୁଚନ୍ଦ୍ରିକାରେ ସିଲେକ୍ସନ୍ କରାହେଉଛି ଏବଂ ଆମର ନିରୀହ ପିଲାମାନେ ବଳି ପଡ଼ୁଛନ୍ତି। ଆଜି ଆମେ ଆପଣମାନଙ୍କ ମାଧ୍ୟମରେ କହି ରଖୁଛୁ ଜିଲ୍ଲା ପ୍ରଶାସନକୁ, ଜିଲ୍ଲାପାଳଙ୍କୁ ଯେ ଯଥାଶୀଘ୍ର ଏହି ଅଭିରାମ ସିକ୍ୟୁରିଟି, ସୁରେନ୍ଦ୍ର ବାରିକ, ଫେମସ୍ ସିକ୍ୟୁରିଟି ସଂସ୍ଥା ବୌଦ୍ଧ ଏକ ନିରୀହ ତଥା ସ୍ୱାଭିମାନ ଜିଲ୍ଲାରୁ ତାଙ୍କୁ ବ୍ଲାକଲିଷ୍ଟ କରାଯାଉ, ଦୂରେଇ ଦିଆଯାଉ ଏବଂ ଆମର ଯେଉଁ କର୍ମଚାରୀମାନେ ଛଟେଇ ଅଛି ତାକୁ ପୁନଃ ନିଯୁକ୍ତି ଦିଆଯାଉ। ଯଦି ଯଥାଶୀଘ୍ର ତାର ସୁବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଏହି ଆଉଟସୋର୍ସିଂ କର୍ମଚାରୀ ମହାସଂଘ ସର୍ବୋପରି ବୌଦ୍ଧ ଜିଲ୍ଲାର ହସ୍ପିଟାଲ ପ୍ରଶାସନକୁ ଘେରାଉ କରିବା ବାଧ୍ୟ ହେବ।